ମାର୍କଣ୍ଡେୟ ଋଷି ଯେତେବେଳେ ଜନ୍ମ ହେଲେ ଜ୍ୟୋତିଷ ମାନେ ତାଙ୍କ ଜାତକ ଦେଖିକିରି କହିଲେ ଇଏ 12 ବର୍ଷରେ ଏହାର ମୃତ୍ୟୁ ଦଣ୍ଡ। ବାପ ମା ବହୁ ତପସ୍ୟା କରି ଯେ ପୁଅଟିକି ପାଇଲେ ଶିବଙ୍କୁ ତପସ୍ୟା କରିଥିଲେ। ଶିବ ତାଙ୍କୁ କହିଥିଲେ ତୁ ଗୋଟେ ବହୁକୁ ମୂର୍ଖ ହେଇଥିବା ପୁରା ସନ୍ତାନ ଯାଉ ନା ଗୋଟେ ପଣ୍ଡିତ ବିଚାରବନ୍ତ ପୁତ୍ର ଯାଉ। ସିଏ କହିଥିଲେ ଆମର ବଡ 100 ପୁଅ ଝିଅ ହେଲେ ଭଲ ନା ଗୋଟିଏ ପୁଅ କଣ କରିବେ। ମାର୍କଣ୍ଡେୟ ଋଷି ଜନ୍ମ ହେଲେ ତାଙ୍କର ଆୟୁଷ ହେଲା 12 ବର୍ଷ। ବାପା ମାଙ୍କ ମନରେ ଦୁଃଖ ରହିଛି 12 ବର୍ଷ ପରେ ମୋ ପୁଅଟା ଦୁନିଆରେ ପଳେଇବ। ଜଣେ ସନ୍ଥ ମହାତ୍ମାଙ୍କ ପାଖରେ ଗୁରୁଙ୍କ କ୍ଷେତ୍ରରେ ସେ ନିବେଦନ କଲେ ପ୍ରାର୍ଥନା କଲେ ମୁଁ କିପରି ଭାବରେ ମୋ ପୁଅକୁ ମୁଁ ପାଇବି। ଗୁରୁ ତାଙ୍କୁ ବହୁତ ବୁଝେଇଲେ ହେଲେ ପୁଅ କିଏ କାହାର ପୁଅ କିଏ କାହାର ହାତରେ ପାଠ ପାଇକ ହେଉଛନ୍ତି ଡାକ ହାତ ହାତ କରିଲେ ମଣିକୁ ଆଉ ପାଇବି କାହିଁକି ସେଟା ନା ମତେ ଗୋଟେ କ୍ଷେତ୍ର ମିଳିଛି ଶିବଙ୍କ କୃପା ଆପଣଙ୍କର ରକ୍ଷା କରିବାର ଉପାୟ ନା। ତେବେ ଠିକ ଅଛି ତୁମ ଘର ଗାଁ ନିକଟରେ ଯୋଉ ଶିବ ମନ୍ଦିର ଅଛି ପୁଅକୁ କହିବ ସବୁଦିନେ ଶିବ ମନ୍ଦିର ଶିବଙ୍କୁ ଦର୍ଶନ କରିବ। ଶିବ ମନ୍ଦିରରୁ ବିଶାଖା ବେଲପତ୍ର ଆଣିବେ। ଶିବ ମନ୍ଦିରରୁ ଯେଉଁ ଭକ୍ତମାନେ ବାହାରିବେ ସମସ୍ତଙ୍କୁ ନମସ୍କାର। ଏତିକି କଥା ତାଙ୍କୁ ମାର୍କଣ୍ଡେୟଙ୍କୁ ତାଙ୍କ ବାପ ମା ଏଇ ଶିକ୍ଷା ଶିବ ମନ୍ଦିରକୁ ନେଲେ ବିଶାଖା ବେଲପତ୍ର ଖାଇବାକୁ ଏଇଠି ଠିଆ ହେଇଛି ପୌର ପଡ଼ିବା ପର୍ଯ୍ୟନ୍ତ ଯେତେ ଲୋକ ଆସିବେ ନମସ୍କାର ଖାଲି ଆଉ କିଛି କହିବୁ ସମସ୍ତଙ୍କୁ ନମସ୍କାର କରୁଛନ୍ତି। ମାର୍କଣ୍ଡେୟ ସମସ୍ତେ କହୁଛନ୍ତି ଆୟୁଷ୍ମାନ କିଏ କହୁଛନ୍ତି ଦୀର୍ଘ ଜୀବନ କିଏ କହୁଛନ୍ତି ଅନେକ ବର୍ଷ ପର୍ଯ୍ୟନ୍ତ। ଶେଷରେ ଜଣେ ସିଦ୍ଧ ପୁରୁଷ ଯାହାକି ପ୍ରଣାମ ନମସ୍କାର କରିଛନ୍ତି ନମସ୍କାର ସେ କହିଲେ ତୁମେ ଅନନ୍ତ କାଳ ପର୍ଯ୍ୟନ୍ତ ଜୀବିତ। କେଉଁଠି ନାରଦ ଏହା କହିକି ନାରଦ ପଳେଇଲେ ତାଙ୍କ ମନରେ ଟିକେ ମାନେ ଭାବନା ଆସିଲା ପିଲାଟି ସେଠି କାହିଁକି ଠିଆ ହେଇଛି ଯେ କଣ ନମସ୍କାର ସମସ୍ତଙ୍କୁ କରୁଛି ସମସ୍ତଙ୍କୁ ଯେମିତି ନମସ୍କାର କଲା ମତେ ବି ଯେମିତି କଲା ସମସ୍ତେ ତ ଏମିତି କଥା କହିଲେ କାହିଁକି ଏମିତି କଥା କହିଲି ନିଜ ପାପ ନିଜ ମନ ଭିତରେ ସିଏ ଯାଇକି ଯେ ଯମରାଜାଙ୍କ ପାଖରେ ପହଞ୍ଚିଗଲେ। ଯମ କହିଲେ ସଂଯମ ମନେ ରଖିଥିବେ ଯିଏ ସଂଯମିତ ହବ ତା ଜୀବନ ନିଶ୍ଚୟ ଆୟୁ ସେ ସୁସ୍ଥ ଜୀବନ। ଆରେ ଯମ ଓଷା କରୁଥିବ ଆରେ ଅଖାଦ୍ୟ ଖାଉଥିବ ଅପୟ ହେଉଥିବ ସମସ୍ତଙ୍କ ଠାରୁ ଅଭିଶାପ ହଉଥିବ ଆଉ କେମିତି ଖାଦ୍ୟରେ ବସିଥିବ
ତେଣୁ ଗୀତା କହିଲେ ଯମ ସଂଯମ ତାବ। এই ସଂଯମ ରୂପୀ ଯମ ପାଖରେ ଗୋଟିଏ ବ୍ୟକ୍ତି ଅଛନ୍ତି, ତାକୁ ଆଜିକାଲି କହୁଛନ୍ତି ପ୍ରାଇଭେଟ ପ୍ରାଇଭେଟ ସେକ୍ରେଟାରୀ କି କଣ ମୁଁ ଜାଣିନି। ଯମଙ୍କ ପାଖରେ ପ୍ରାଇଭେଟ ସେକ୍ରେଟାରୀ ପାଇବେ ଜଣେ ଚିତ୍ରଗୁପ୍ତ ଅର୍ଥଟା କେମିତି ଯାହାଙ୍କର ଚିତ୍ରଟି ଗୁପ୍ତ ଅଛନ୍ତି କିନ୍ତୁ ଅଛନ୍ତି ବୋଲି ତାକୁ କେହି ଦେଖି। ଆପଣ ଦେଖନ୍ତୁ, ଆପଣ ମାନେ ଜାଣୁଛନ୍ତି ଭଗବାନ ଅଛନ୍ତି, ଯଦି ବଳିଆ ଆପଣଙ୍କୁ କହିବ ଭଗବାନଙ୍କୁ ଦେଖେଇଛି, ଆପଣ କହିବେ ନାଇଁ ମୁଁ କଣ ଭଗବାନ ଦେଖିଛି, ମୁଁ ଶୁଣିଛି ନା। ସେ ଚିତ୍ରଗୁପ୍ତ ହଉଛନ୍ତି ଭଗବାନଙ୍କର, ତାଙ୍କରି ଖାତାରେ ଲେଖାଇ ମୁଁ କିଏ, ହୁ ଆମ ଆଇ, ମୁଁ କିଏ, ମୋର କର୍ତ୍ତବ୍ୟ କଣ, ବାକି ମାଇକି ଏବଂ ମୁଁ କେଉଁଠାରୁ ଆସିଛି, ଇଏ ସବୁ କଥା ତାଙ୍କରି ପାଖରେ ଅଛି, ଆମ ପାଖରେ ନାହିଁ। ବାପ ପାଖରେ ପୁଅର ହିସାବ ନାହିଁ କି ପୁଅ ପାଖରେ ମାର ହିସାବ ନାହିଁ, ତାଙ୍କରି ପାଖରେ ସବୁ ଅଛି, ସେ ସବୁ ଜାଣିଛନ୍ତି। ସେଥିପାଇଁ ଆମେ କରୁ ତୁମେବ ମାତା ପିତା ତୁମେବ माता किए धरित्री जो धरा उपरे आपने धरित्री उपरे बहिचनी सेई होउछी माता। सबु माता जाक एई धरित्री जन्म दिए सुनी। पिता के सूर्य तुमेव माता पिता तुमेव बंधु बंधु किए वृक्षराजी बंधन जो अम्लजान दिए आमको बंचवा मनुष्य मुना बंधु हिसाब से उपाख्यान कहबी राखी पाइबे से कथा आप बही देखा तुमेव बंधुस्व सखा तुमेव सखा के कृष्ण सखा अर्जुन कृष्ण सखा सुदामा यही पर्यंत आम कथा कहूँ सखा हूँ मोर ये जीवन समस्त अवयव ये टाणी आगे जीवन ये हूँ सखा एमाने जदि न रहिबे ताहले जीवन आम किछि करि परिबा एकलव्य ठारू गुरु द्रोणाचार्य आंगुठीटे काटिले जे सारा जीवन धनु चढ़े पारे कौन हला तुमेव विद्या विद्या कौटे आप गोटे छोट पिला मालो कौटे कौटे पढ़ू ना सिलेंडर पढ़ले पढ़ू मुझे कहली हाय तो कथा मोर भूल होगा आज से झीटी मोर गोटे बाहर आई तार पुओ ये पुओ जो बाहर तेणु
विद्या की मुंडरे प्रतिष्ठित भितर तुम्हें विद्या विद्या ओटई श्रेष्ठ विद्या आज आप माने ये जशीपुर नेबोधा नेबोधा ग्राम जहाँ करुँच यही होती प्रकृत विद्या विज्ञान अध्यात्म। अच्छा माता गले पिता गले बंधु गले सखा गले विद्या गले तापरे त्वमेव विद्या द्रविणं त्वमेव जामा पेड़ कषा बासन मुड़ी चूड़ा चाउल सबुज पदार्थ जो खड़ी खादान जो लुहा भातर बाहर से भी पदार्थ हे उद्धव हे अर्जुन ये पृथ्वी रे एमिति गोटे द्रव्य मु सृष्टि करि नै जो द्रव्य भीतर गुण नाही औषध नाही एमिति गछ सृष्टि करि नै जो गछ भीतर औषधीय गुण नाही गोटे गोटे बाबाजी की कौन कहते औषध बाबाजी बोली कहते तुलसी की नहीं पातर चढ़ा भक्त मान कही बुलती जे आम गुरु हूँ नारायण तो मु पादर तुलसी मुझे कहली मुझे भूल गुरु को कहे मोर कहीं इच्छा हो तू 108 पिछुआती पत्र नहीं हम गुरु का पादर हाँ कहले मत खबर दो मुझे ये सियाना हमें यार देखो खबर दो ना हमको पिछुआती लोग जरूर ये सब में ये घोर माया मोह पद गुड़ाक भागवत पदी ये घोर माया मोह माया ये माया अंधार यदि बाक्य लिखिबने अपात्र पढ़ी क्षीर पीवा को जाऊथबो मद्य पीब जो लोक मद्य पीवा को जाऊथबो से जदि क्षीर दही पीब सी जीवन मधुमय नारद जाई चित्रगुप्त पांजिका देखे पांजिका त्रिपंजिका ये बालकर मात्र 12 वर्ष आयुष बापा गले ब्रह्मा पाखे निवेदन कले मुझे भूल कर भूल कर वर्तमान तू कौन कह
ମାର୍କଣ୍ଡେୟକୁ ଆମର ଆୟୁଷ୍ମାନ ସେ ଯେମିତି ପ୍ରଳୟ ହବା ପର୍ଯ୍ୟନ୍ତ ସେ ରହିବେ। ବ୍ରହ୍ମା ପୁତ୍ର ମୋହରେ ଈଶ୍ୱର ଯାହା କରନ୍ତି ପ୍ରାଣୀର ମଙ୍ଗଳ ବାପ ପୁଅ ଆମ ଯେମିତି କଥା ସବୁ ଆମ ସମାଜରେ ଚାଲିଛି ସେମିତି ନୁହଁ। ଚିନ୍ତା କରେ ପ୍ରଳୟ କାଳ ପର୍ଯ୍ୟନ୍ତ ମାର୍କଣ୍ଡେୟ ବଞ୍ଚି ରହିବେ। ଯେତେବେଳେ ଜଳ ପ୍ରଳୟ ଗୋଟିଏ ବଟପତ୍ର ଭିତରେ ତା ଉପରେ ପତ୍ର ଉପରେ ଗୋଟେ ବାଳ ମୁକୁନ୍ଦଙ୍କ ରୂପ ଯାଉଥିବ। ମାର୍କଣ୍ଡେୟ ତାକୁ ଦର୍ଶନ ତା ଦର୍ଶନ ତା ପୁତ୍ର ମା ଶିବା ନିଶ୍ଚୟ ତେଣୁ ସଜ୍ଜନ କଥାଟା ଭୁଲି ଯାଉଥିବେ କି କଣ? ମୁଁ ମନେ ପକେଇ ଦଉଛି। କପତି ଆଉ ତାର ଛୁଆମାନେ ଏ ଜାଲରେ ପଇଲେ। କପତ ଆଜି ଭାବିଲା ପଡିବି କି ନା ଯିବି କି ନା। ଏଇ ଯୋଉ ହଁ ଆଉ ନା ଆଉ ନିର୍ମାଳ ହେଇଗଲା। ଖାଲି ଏତିକି ଭାବିଲା ମୁଁ ନ ଖାଇଲେ ମୋ ସ୍ତ୍ରୀ ଖାଏନି। ମୁଁ ଯଦି ନ ଆସେ ମୋ ପିଲାମାନେ ବାପା ବାପା ବୋଲି ଚିତ୍କାର କରନ୍ତି। ମୁଁ ଯଦି କାନ୍ଦି ପକାଏ ସମସ୍ତେ ମିଶିକିରି କାନ୍ଦନ୍ତି। ଆଜି ସେ ବିପଦରେ ପଡି ମୁଁ ତାଙ୍କର ଅଧିକା ତାଙ୍କ ଭଲ ଯା କହି ସେ କହିଲା। ସେ ଜାଣିକିରି କହିଲେ ନ ଜାଣିକିରି ସେମାନେ ନ ଜାଣିକିରି ପଡିছে। ଇଏ ଜାଣିକିରି ଭାଗବତ ସେଇ ପଦ ପ୍ରଥମ ଜାଣି ଦେହୁ ବାବୁ ତମେ ତ ଜାଣିଛ ସିଗାରେଟ ଫଳ ଉପରେ ଲେଖା ହେଇଛି ପୂଜା ପଡିଛ। ମୁଁ ବିଏ ପାସ କଣ ଇଂରାଜୀ କହୁଛନ୍ତି। ତେଣୁ ସଜ୍ଜନ ମଦ ପିଇବାଟା ଭଲ। ଇଏ କଥାଟା ତୁମେ କୁହ ଜାଣିଛ ପଥ ନ ଜାଣି ଦେବୁ ସେ ପ୍ରାଣୀ କେବେ ପଥ ଜାଣିକି ଉଡ଼ିବ ସେ ପଡିବ। କପଟ ଦେଇ ପଇଲା ଆଉ ଶବର ଦେଇକି ପଇଲା। ତେଣୁ ସଜ୍ଜନ ଜୀବନ ଦର୍ଶନ ଶବର କିଏ ଗୋଟେ ଜାତି ନୁହେଁ। ଭାଗବତ ହଉଛି ତତ୍ତ୍ୱର ସାଗର। ଗୋଟିଏ ଗୋଟିଏ ପଦର ନଅଟା ଅର୍ଥ। ମୁଁ ସବୁ କଥାକୁ 9 ପ୍ରକାର କରି ପାରେନି। 3-4 ପ୍ରକାର ନିଶ୍ଚୟ କରେ। ଆଉ ଗୋଟା 9 ଅଧିକ ହେଇଯାଏ। ତେଣୁ କଥା ହଉଛି ଏଠି ଶବର କିଏ ଭଲ କରି ଭାବନ୍ତୁ। ତାଲବେଶ ତାପରେ ଆସିଲା ବର। ବର ମାନେ କଣ? ବର କନ୍ୟା। ବର ମାନେ ଶବ୍ଦ ଯାହାର ଶ୍ରେଷ୍ଠ ସିଏ ହିଁ ଭଦ୍ର। ଯିଏ ଭଦ୍ର ସେଇ ହଉଛି ଶବର। ଭଲ ମଣିଷ। ଭଲ ମଣିଷ ଯଦି ଜୀବନରେ ଜାଣି ଶୁଣି ଭୁଲ କରେ ତାକୁ କ୍ଷମା
প্রমাণটা কোটি গীতা অর্জুন যেତେବେଳେ ଜାଣି ଶୁଣିକି ଧନୁକୁ ଥୋଇ ଦେଇ ମୁଣ୍ଡରେ ହାତ ଦେଇ ବସିଲା ଯୁଦ୍ଧ କରିବି ନାହିଁ ବୋଲି କହିବ ପଣ୍ଡିତଙ୍କ ଭଳି କହିବ ଯେତେବେଳେ ଭଗବାନ କୃଷ୍ଣ କଣ କଲେ ଅର୍ଜୁନ ପଣ୍ଡିତଙ୍କ ଭଳି କଥା ଗୁଡାକ କିନ୍ତୁ କାହିଁ ମତେ ଲାଗୁନି ଯୋଉଟା ପଣ୍ଡିତ ବୁଝିପାରୁଛୁ ଭୁଲଟା କୋଉଠି କହିବି ମୁଁ ତ କହିଲି ମୁଁ ଯୁଦ୍ଧ କରିବି ନାହିଁ ସେ ଦୁର୍ଯ୍ୟୋଧନ ତାର ସେ ସିଂହାସନରେ ବସିବ ମୋ ଭାଇଟା ବସିବ ମୁଁ କାହିଁ ଯୁଦ୍ଧ କରି ତାକୁ ମାରିବି परंतु गीता एक प्रतिज्ञा पूर्ण जेमती आम ऐतिहासिक युद्धरे स्वाधीनता संग्राम समय आम वीर मान गाउले फांसी कुंड को जाऊा बेले से बाटरे आह्वान भय नाही वीर जात नमन से देवे पुराण भय नाही वीर जात नमन से देवे पुराण हे ओरिवा को कहीं डरना आसो शृंखलित भारत जय वंदे मातरम वंदे वंदे एमती कोई कोई अनेक फांसी भगवान बर्तमान अर्जुन को कहते तू गोटे वीर बोली भावी से लोक निकलिब कथा कहे गोटे काम करे दैव्यत्व को त्याग कर अनार्य अनार्य अभद्र होना असत्य सुभाषसे नाम सोचन्ति पंडिता पंडित जन्मरे हसुत मरणरे कांदुत तुम्हें की पंडित आग देश आग समाज देश बंचिले तो तुम्हें बंचब तेणु अर्जुन आठे गए से अभय पाद स्पर्श कर सुंदर श्लोकटे पढ़ी पाहिला रातिर सपन ये गोटे श्लोक पढ़ी तेणु आप लिखित गीता भागवत पठना अरे भागवत देखी अभय पाद तुमको चाहिए कौन बोलले दोष स्वभाव शिष्य
ମୋ ପାଖରେ ସାମର୍ଥ୍ୟ ଅଛି କିନ୍ତୁ ମୁଁ କାମ କରିବା ପାଇଁ ଦୁର୍ବଳ। ତେଣୁ ମୁଁ ମହାପାପୀ। ମୋ ପାଖରେ ସାମର୍ଥ୍ୟ ଅଛି କିନ୍ତୁ କାମ କରିବା ପାଇଁ ମୁଁ ଇଚ୍ଛୁକ। ମୋ ଭିତରେ ଜ୍ଞାନ ଅଛି କିନ୍ତୁ ସମସ୍ତଙ୍କୁ ବୁଲି ବୁଲିକି ଯେଉଁ କଥାରେ ଅଜ୍ଞାନ ମଣିଷ ଅଜ୍ଞାନୀ ହବ ସେଇ କଥା ବୁଲି ବୁଲିକି ବହୁ ବଡ଼ ଭୁଲ ହେଇଗଲା। ଇଏ ସବୁ କଥାକୁ ତାପନ୍ୟ ଦୋଷ ଆଉ ଉପହତ ସ୍ୱଭାବ ସେ ପାଦ ପଦ୍ମରେ ସମର୍ପଣ କରେ। ପ୍ରତିଜ୍ଞା କହୁନି, ପ୍ରତିଜ୍ଞା କରି କହୁଛି ଯେ ଆପଣ ଯାହା କହିବେ ମୁଁ ମାନିବି। ମନ୍ତ୍ର ମୂଳଂ ଗୁରୁବାକ୍ୟଂ ପୂଜାମୂଳଂ ଧ୍ୟାନମୂଳଂ ଗୁରୁମୂର୍ତ୍ତି ମୋକ୍ଷମୂଳଂ ଗୁରୁକୃପା। ମାନିବି ଆଉ ଏ ସବୁଦିନ ଯଦି ଆପଣ ପଢିବେ ବହୁତ ଭଲ। ଠାକୁରଙ୍କୁ କିଛି କହିବାକୁ ପଡିବ। ଏତେ କଥା ଧନ୍ୟବାଦ ପାଇଁ ମାଗୁଛନ୍ତି କଣ? ଏତିକି ପଢିଦେବେ ଶାସ୍ତ୍ର ଯୋଗର ଦ୍ୱିତୀୟ ଅଧ୍ୟାୟ। ଏତିକିରେ ଠାକୁର ଏତେ ଖୁସି ହେଇଗଲେ କହିଲେ ତ ପିତା ଆଉ ବୁଝୁ ନ ବୁଝୁ ସଜ୍ଜନ ବର୍ତ୍ତମାନ ତାଙ୍କୁ କହିଲେ ତୁ ପଣ୍ଡିତଙ୍କ ଭଳି କଥା କହୁଛୁ, ପଣ୍ଡିତ ନୁହେଁ। ଉଠ କ୍ଷୀର ବୁଝିକି ତ୍ୟାଗ କରି ଯୁଦ୍ଧ କର।